ଯୁକ୍ତ 2 ଭାରତ ଇତିହାସ ଦ୍ୱିତୀୟ ବର୍ଷର ପିଲାଙ୍କ ପାଇଁ। ତେବେ ପିଲାମାନେ ଦେଖିବ ଆଜିର ବିଷୟଟି ହେଉଛି ଭାରତ ଇତିହାସର ଉପାଦାନ, ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ, ବୈଦେଶିକ ବିବରଣୀ ଏବଂ ଅଭିଲେଖ ଗାରିୟ। ତେବେ ଭାରତ ଇତିହାସର ଉପାଦାନ ଜାଣିବା ଆଗରୁ ଆମକୁ ଜାଣିବାକୁ ପଡ଼ିବ ଇତିହାସର ଉପାଦାନ ଗୁଡ଼ିକ କ'ଣ କ'ଣ। ଯେଉଁଗୁଡ଼ିକ ଆଧାରରେ ଇତିହାସ ଲେଖାଯାଏ ସେଗୁଡ଼ିକ ହେଉଛି ଇତିହାସର ଉପାଦାନ। ଯେମିତିକି ସାହିତ୍ୟ କୃତି, ଅଭିଲେଖ, ବୈଦେଶିକ ବିବରଣୀ, ମୁଦ୍ରା, ମାଟିପାତ୍ର, ଧାତବ ଉପକରଣ ତଥା ମାଟି ତଳୁ ବାହାରୁଥିବା ଭଗ୍ନାବଶେଷ ଏବଂ ଅସ୍ଥି ବା କଙ୍କାଳ ଇତ୍ୟାଦିକୁ ଇତିହାସର ଉପାଦାନ କୁହାଯାଏ। ତେବେ ଚାଲନ୍ତୁ ଜାଣିବା ଭାରତ ଇତିହାସର ଉପାଦାନ। କୌଣସି ଦେଶ ଏବଂ ଜାତିର ଇତିହାସ ରଚନା କରିବା ପାଇଁ ଉପାଦାନ ଏକାନ୍ତ ଆବଶ୍ୟକ। କାରଣ ଉପାଦାନ ନହେଲେ ଜଣାପଡ଼ିବ ନାହିଁ କି ସେହି ଦେଶର ଲୋକମାନେ କିଭଳି ତାଙ୍କର ଜୀବନଶୈଳୀ ଅତିବାହିତ କରୁଥିଲେ, କ'ଣ ବ୍ୟବହାର କରୁଥିଲେ, ସେମାନେ ଅଳଙ୍କାର ରୂପରେ କ'ଣ ଖାଉଥିଲେ, କ'ଣ ପିନ୍ଧୁଥିଲେ, ତାହା ସବୁ ଉପାଦାନ ହିଁ ଜଣାପଡ଼ିଥାଏ। ସେହି ଉପାଦାନ ଗୁଡ଼ିକ ବିଭିନ୍ନ ପ୍ରକାରର ସାହିତ୍ୟ କୃତି, ଅଭିଲେଖ, ବୈଦେଶିକ ବିବରଣୀ, ମୁଦ୍ରା, ମାଟିପାତ୍ର, ଧାତବ ଉପକରଣ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ ସାଧାରଣତଃ ପ୍ରାଚୀନ ଓ ମଧ୍ୟଯୁଗର ଇତିହାସ ରଚନା କରିବା ଦିଗରେ ଉପାଦାନ ରୂପେ ଗୃହୀତ ହୋଇଥାଏ। ଆଧୁନିକ ଯୁଗର ଇତିହାସ ରଚନା କରିବା ପାଇଁ ଅଭିଲେଖ ଗାରିୟ ଉପାଦାନର ଆବଶ୍ୟକତା ରହିଛି। ପ୍ରାଚୀନ ଭାରତର ଇତିହାସ ରଚନା କରିବା ବହୁତ କଷ୍ଟକର ବ୍ୟାପାର। କାରଣ ଗ୍ରୀସ୍ ଏବଂ ରୋମ୍ ପରି ପ୍ରାଚୀନ ଭାରତର ମଣିଷମାନେ ଇତିହାସ ରଚନା କରିବା ଦିଗରେ ତତ୍ପର ନଥିଲେ। ତେଣୁ ପ୍ରାଚୀନ ଭାରତର ଇତିହାସ ରହିଯାଇଥିଲା ଉପେକ୍ଷିତ ହୋଇ। ସମୟର କ୍ରମିକ ବିକାଶରେ ଊନବିଂଶ ଶତାବ୍ଦୀରେ ଭାରତର ଇତିହାସ ଲେଖନ ଇଂରେଜମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହାପରେ ଭାରତ ଏବଂ ଭାରତ ବାହାରର ବହୁ ଐତିହାସିକମାନେ ବିଭିନ୍ନ ଉପାଦାନର ସହାୟତା ନେଇ ଏ ଦେଶର ଇତିହାସ ଲେଖନ ଆରମ୍ଭ କରିଥିଲେ। ଭାରତର ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ଯୁଗର ଇତିହାସ ଜାଣିବା ପାଇଁ ଐତିହାସିକ ଉପାଦାନ ଗୁଡ଼ିକୁ ନିମ୍ନରେ ବିଭକ୍ତ କରାଯାଇଛି। ତେବେ ଦେଖ ଭାରତ ଇତିହାସର ଉପାଦାନ। ଏହାକୁ ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇଛି: ପ୍ରତ୍ନତାତ୍ତ୍ୱିକ ଉପାଦାନ, ସାହିତ୍ୟିକ ଉପାଦାନ, ଅଭିଲେଖାଗାରୀୟ ଉପାଦାନ। ତେବେ ପ୍ରଥମ ଦେଖିବା ପ୍ରତ୍ନତାତ୍ତ୍ୱିକ ଉପାଦାନ। ପ୍ରତ୍ନତାତ୍ତ୍ୱିକ ଉପାଦାନ ଗୁଡ଼ିକରେ କ'ଣ କ'ଣ ଅଛି? ଅଭିଲେଖ, ମୁଦ୍ରା, ସର୍ବେକ୍ଷଣ, ଖନନ, କଳା ଓ ସ୍ଥାପତ୍ୟ। ତେବେ ପ୍ରତ୍ନତାତ୍ତ୍ୱିକ ଉପାଦାନ ଆଗେ ଜାଣିବା। ପ୍ରତ୍ନତତ୍ତ୍ୱ କାହାକୁ କୁହାଯାଏ? ଭୂଖୋଦନ ଫଳରେ ଆବିଷ୍କୃତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନକୁ ପ୍ରତ୍ନତତ୍ତ୍ୱ କୁହାଯାଏ। ପିଲାମାନେ ଏଟାକୁ ମନେ ରଖିବ, ସର୍ଟ କ୍ୱେଶ୍ଚନ୍ ଆସିପାରେ। ପ୍ରତ୍ନତତ୍ତ୍ୱ କାହାକୁ କୁହାଯାଏ? ଭୂଖୋଦନ ଫଳରେ ଆବିଷ୍କୃତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନକୁ ପ୍ରତ୍ନତତ୍ତ୍ୱ କୁହାଯାଏ। ତେବେ ଭାରତରେ ଏହି ବିଭାଗଟି କେଉଁ ସମୟରେ ସ୍ଥାପିତ ହୋଇଥିଲା? ନା ବଡ଼ଲାଟ ଲର୍ଡ଼ କର୍ଜନଙ୍କ ସମୟରେ ସ୍ଥାପିତ ହୋଇଥିଲା। ତେବେ କ୍ୱେଶ୍ଚନ୍ ଆସିପାରେ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ କେଉଁ ସମୟରେ ସ୍ଥାପିତ ହୋଇଥିଲା? ତୁମେମାନେ ଲେଖିପାରିବ ଭାରତରେ ପ୍ରତ୍ନତାତ୍ତ୍ୱିକ ବିଭାଗ ବଡ଼ଲାଟ ଲର୍ଡ଼ କର୍ଜନଙ୍କ ସମୟରେ ସ୍ଥାପିତ ହୋଇଥିଲା। 1921-22 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସିନ୍ଧୁ ନଦୀ ଉପତ୍ୟକାର ହରପ୍ପା ଏବଂ ମହେଞ୍ଜୋଦାରୋର ଭଗ୍ନାବଶେଷ ଗୁଡ଼ିକ ଆବିଷ୍କୃତ ହେବା ସହିତ କ'ଣ ହେଲା ନା ଇତିହାସ ଲେଖନ ପ୍ରଣାଳୀର ଏକ ନୂତନ ମୋଡ଼ ନେଇଥିଲା। ଏହା ଫଳରେ କ'ଣ ହେଲା?
ବୈଦିକ ଯୁଗ, ମୌର୍ଯ୍ୟ, ଶୁଙ୍ଗ, କୁଷାଣ, ଇନ୍ଦୋ ଗ୍ରୀକ୍, ସାତବାହନ, ଗୁପ୍ତ, ପଲ୍ଲବ, ଚୋଳ ଆଦି ବିଭିନ୍ନ ଯୁଗର ଇତିହାସ ରଚନା କରିବାରେ ପ୍ରତ୍ନତାତ୍ତ୍ୱିକ ଉପାଦାନ ବହୁତ ତଥ୍ୟ ଯୋଗାଇଥିଲା। ଏହି ଉପାଦାନର ବିଭାଗୀକରଣ ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଛି। ଅଭିଲେଖ ଇତିହାସ ଲେଖନ ପାଇଁ ଏକ ଅନନ୍ୟ ଉପାଦାନ। ପ୍ରାଚୀନ ଭାରତରେ ପ୍ରାୟତଃ ରାଜା ମହାରାଜାମାନେ ନିଜ ନିଜର ଗୁଣ ଗରିମା ବର୍ଣ୍ଣନା କରୁଥିଲେ ଅଭିଲେଖ ମାଧ୍ୟମରେ। ବହୁଳାଂଶରେ ଏହା ଖୋଦିତ ହେଉଥିଲା ପ୍ରସ୍ତର ଦେହରେ। ପ୍ରସ୍ତରକୁ ବାଦ ଦେଇ ଲୌହସ୍ତମ୍ଭ, ତାମ୍ରପଟ, ମୁଦ୍ରା ଏବଂ ମୋହର ଦେହରେ ମଧ୍ୟ ଅଭିଲେଖ ସ୍ଥାନ ପାଉଥିଲା। ଅଭିଲେଖ ମଧ୍ୟ ବିଭିନ୍ନ ପ୍ରକାରର, ଯଥା ପ୍ରଶଂସାବ୍ୟଞ୍ଜକ ଅଭିଲେଖ, ସ୍ମାରକ ଅଭିଲେଖ, ଧାର୍ମିକ ଅଭିଲେଖ, ଆଜ୍ଞାପତ୍ର ଏବଂ ଦାନପତ୍ର। ଅଭିଲେଖ ହେଉଛି ଇତିହାସ ଲେଖିବାର ଅନନ୍ୟ ଉପାଦାନ। ଅଭିଲେଖ କାହାକୁ କୁହାଯାଏ? କୌଣସି ଧାତୁ, ଶିଳା, ପ୍ରସ୍ତର ଉପରେ ଖୋଦନ କରି ଲେଖିବାର ପ୍ରଣାଳୀକୁ ଅଭିଲେଖ କୁହାଯାଏ। ପ୍ରାଚୀନ ଭାରତରେ ପ୍ରାୟତଃ ରାଜା ମହାରାଜାମାନେ ନିଜ ନିଜର ଗୁଣ ଗରିମାକୁ ଏହି ଅଭିଲେଖ ଗୁଡ଼ିକରେ ବର୍ଣ୍ଣନା କରୁଥିଲେ। ଏହି ଅଭିଲେଖ ଗୁଡ଼ିକ କେବଳ ପ୍ରସ୍ତର ନୁହେଁ, ଲୌହସ୍ତମ୍ଭ, ତାମ୍ରପଟ, ମୁଦ୍ରା ଏବଂ ମୋହର ଦେହରେ ମଧ୍ୟ ଅଭିଲେଖ ଗୁଡ଼ିକ ସ୍ଥାନ ପାଉଥିଲା। ଏହି ଅଭିଲେଖ ଗୁଡ଼ିକ ବିଭିନ୍ନ ପ୍ରକାରର ହୋଇଥାଏ, ଯଥା ପ୍ରଶଂସାବ୍ୟଞ୍ଜକ ଅଭିଲେଖ, ସ୍ମାରକ ଅଭିଲେଖ, ଧାର୍ମିକ ଅଭିଲେଖ, ଆଜ୍ଞାପତ୍ର ଏବଂ ଦାନପତ୍ର। ପ୍ରଶଂସାବ୍ୟଞ୍ଜକ ଅଭିଲେଖ। ପ୍ରଶଂସାବ୍ୟଞ୍ଜକ ଅଭିଲେଖ ଗୁଡ଼ିକରେ ରାଜା ମହାରାଜାମାନେ ନିଜ ନିଜର ଶାସନ ସମୟରେ କରାଯାଇଥିବା ଦୁଃସାହସିକ କାର୍ଯ୍ୟର ଗୁଣଗାନକୁ ଏବଂ ପ୍ରଶଂସା ଗୁଡ଼ିକୁ ଏହି ଅଭିଲେଖ ଗୁଡ଼ିକରେ ବର୍ଣ୍ଣନା କରୁଥିଲେ। ଏହି ପ୍ରଶଂସାବ୍ୟଞ୍ଜକ ଅଭିଲେଖ ଗୁଡ଼ିକର କେତେଗୁଡ଼ିଏ ଉଦାହରଣ ହେଲା: ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ପାଇଁ ଉଦ୍ଦିଷ୍ଟ କବି ହରିଶେଣଙ୍କ ଦ୍ୱାରା ରଚିତ ପ୍ରୟାଗ ପ୍ରଶସ୍ତି, ସାତବାହନ ଶାସକ ଗୌତମୀପୁତ୍ର ସାତକର୍ଣ୍ଣୀଙ୍କ ଗୁଣଗାନ କରୁଥିବା ନାସିକ ପ୍ରଶସ୍ତି, ଚାଲୁକ୍ୟ ବଂଶର ଦ୍ୱିତୀୟ ପୁଲକେଶୀଙ୍କ ଯଶ ବର୍ଣ୍ଣନା କରୁଥିବା ଐହଲ୍ୟ ପ୍ରଶସ୍ତି, ଶକ ଶାସକ ରୁଦ୍ରଦାମନଙ୍କ ଗୁଣ କୀର୍ତ୍ତନ କରିଥିବା ଗିର୍ନାର ପ୍ରସ୍ତରାଭିଲେଖ, ଆଦିତ୍ୟ ସେନଙ୍କ କୀର୍ତ୍ତିରାଜି ବର୍ଣ୍ଣନା କରିଥିବା ଅପଷଡ଼ ଅଭିଲେଖ ଆଦି ପ୍ରଶଂସାବ୍ୟଞ୍ଜକ ଅଭିଲେଖର ନମୁନା। ତେବେ ପିଲାମାନେ ସରଳ ଭାଷାରେ ମନେ ରଖିବା ପାଇଁ ଏହି ଚାର୍ଟଟିକୁ ମୁଁ ପ୍ରସ୍ତୁତ କରିଦେଇଛି, ଆପଣମାନେ ମନେ ରଖିବେ। ରାଜା ଅଭିଲେଖ, ସମୁଦ୍ରଗୁପ୍ତ ପ୍ରୟାଗ ପ୍ରଶସ୍ତି, ଗୌତମୀପୁତ୍ର ସାତକର୍ଣ୍ଣୀ ନାସିକ ପ୍ରଶସ୍ତି, ଦ୍ୱିତୀୟ ପୁଲକେଶୀ ଐହଲ୍ୟ ପ୍ରଶସ୍ତି, ରୁଦ୍ରଦାମନ ଗିର୍ନାର ପ୍ରସ୍ତରାଭିଲେଖ, ଆଦିତ୍ୟ ସେନ ଅପଷଡ଼ ଅଭିଲେଖ। ସେହିପରି ସ୍ମାରକ ଅଭିଲେଖ। ସ୍ମାରକ ଅଭିଲେଖରେ ରାଜାଙ୍କର ରାଜ୍ୟ ଶାସନର ମୋହନୀୟ ଘଟଣାଗୁଡ଼ିକୁ ଲେଖାଯାଉଥିଲା, ଯଥା ସମ୍ରାଟ ଅଶୋକଙ୍କ ଲୁମ୍ବିନୀ ଅଭିଲେଖ ଏବଂ ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ଏହାର ଜୀବନ୍ତ ଉଦାହରଣ। ଠିକ୍ ସେହିପରି ସରଳ ଭାଷାରେ ମନେ ରଖିବ। ରାଜା ଅଭିଲେଖ, ଅଶୋକ ଲୁମ୍ବିନୀ ଅଭିଲେଖ, ସମ୍ରାଟ ଖାରବେଳ ହାତୀଗୁମ୍ଫା ଅଭିଲେଖ। ତାପରେ ଜାଣିବା ଧାର୍ମିକ ଅଭିଲେଖ। ଏହି ଧାର୍ମିକ ଅଭିଲେଖରୁ ରାଜା ମହାରାଜାମାନଙ୍କର ଧର୍ମ, ତା ସହିତ ତତ୍କାଳୀନ ସମୟରେ ସେହି ରାଷ୍ଟ୍ରର ଧାର୍ମିକ ଅବସ୍ଥାକୁ ଏହି ଧାର୍ମିକ ଅଭିଲେଖ ଗୁଡ଼ିକରେ ବର୍ଣ୍ଣନା କରାଯାଉଥିଲା। ଯେମିତିକି ଅଶୋକଙ୍କର ସାରନାଥ, ରୁମିନ୍ଦେଇ, ଧଉଳି, ଜଉଗଡ଼ ଇତ୍ୟାଦି ଅଭିଲେଖ ଏହି ପ୍ରକାର ଅଭିଲେଖର ଶ୍ରେଷ୍ଠ ନମୁନା। ଆଜ୍ଞାପତ୍ର। ଏହି ଅଭିଲେଖ ଗୁଡ଼ିକରେ ରାଜାମାନଙ୍କର ଆଦେଶ ତଥା ଶାସନର
ନିର୍ଦ୍ଦେଶନାମା ଗୁଡ଼ିକୁ ଲେଖାଯାଉଥିଲା। ଏହାର କେତୋଟି ଉଦାହରଣ ହେଲା ହର୍ଷବର୍ଦ୍ଧନଙ୍କ ବଂଶଖେରା, ମଧୁବନ ଆଜ୍ଞାପତ୍ର, ନାଳନ୍ଦା ତାମ୍ରପତ୍ର, ଦାମୋଦରପୁର ତାମ୍ରପତ୍ର ଏବଂ ଓଡ଼ିଶାର ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶ ଶାସନର ସମୟରେ ତାମ୍ରପଟ୍ଟାମାନ ଆଜ୍ଞାପତ୍ର ଇତ୍ୟାଦି। ଦାନପତ୍ର। ଏହି ଦାନପତ୍ର ଅଭିଲେଖ ଗୁଡ଼ିକରେ ଦାତା ଓ ଗ୍ରହୀତାଙ୍କ ନାମ ଉଲ୍ଲେଖ କରାଯାଉଥିଲା। ଏହି ଅଭିଲେଖ ଗୁଡ଼ିକରେ ରାଜାମାନେ ନିଜ ନିଜର ଶାସନ କାଳରେ କରିଯାଇଥିବା ଭୂମିଦାନ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର କେତୋଟି ଉଦାହରଣ ହେଲା ବରାବର ପର୍ବତ ଗୁହାଭିଲେଖ, ଓଡ଼ିଶାର ଭୌମକର, ଗଙ୍ଗ ଏବଂ ଗଜପତି ଶାସନ ସମୟରେ ବହୁତ ଦାନପତ୍ର ଆଦି ଏହାର ଉଦାହରଣ ଅଟେ। ଅତଏବ ଏଥିରୁ ଜଣାଯାଏ କି ପ୍ରାଚୀନ ଇତିହାସ ଲେଖିବାରେ ଅଭିଲେଖ ହେଉଛି ମୁଖ୍ୟ ଉପାଦାନ ଅଟେ। ତେବେ ଠିକ୍ ଅଛି, ଆଜି ପାଇଁ ଏତିକି। ନେକ୍ସଟ କ୍ଲାସ୍ରେ ମୁଦ୍ରା ବିଷୟରେ ପଢ଼ିବା, ମୁଦ୍ରା ବିଷୟରେ ଆଲୋଚନା କରିବା। ଧନ୍ୟବାଦ। ଜୟ ହିନ୍ଦ, ଜୟ ଜଗନ୍ନାଥ।